ଜୟ ଜଗନ୍ନାଥ। ଆଜିର ଶୀର୍ଷକ ଈଶ୍ୱର ଦର୍ଶନ। ପରଦ୍ରବ୍ୟ ଲୁଣ୍ଠନକୁ ପେଶା କରି ଜୀବନ ଅତିବାହିତ କରି ଆସିଥିବା ଚୋରଟି ସେଦିନ ଧ୍ୟାନମଗ୍ନ ଜଣେ ଋଷିଙ୍କ ସମ୍ମୁଖରେ ଦୀର୍ଘ ସମୟ ଧରି ବସିଥିଲା। ସାଧୁ ଚକ୍ଷୁ ଉନ୍ମାଳନ କରନ୍ତେ ଅଜୟ ପ୍ରଶ୍ନ କରିଲା, ମୋତେ ଈଶ୍ୱର ଦର୍ଶନର ମାର୍ଗ କହିଦିଅନ୍ତୁ। ଶୁଣିଛି ଆପଣ ଈଶ୍ୱରଙ୍କ ସାନ୍ନିଧ୍ୟ ଲାଭ କରିଛନ୍ତି। ସାଧୁ ଏହାର ଉଦ୍ଧଟ ପ୍ରଶ୍ନ ଭାବି ଏଡ଼ାଇ ଯାଇ ପରେ ଆସିବା ପାଇଁ କହିଥିଲେ। କିଛି ଦିନ ଅନ୍ତରରେ ଚୋରଟି ପୁଣି ଆସିଥିଲା। ସାଧୁ ପୁନଃ ଅନ୍ୟ କାମର ବାହାନା ଦେଖାଇ ଫେରାଇ ଦେଇଥିଲେ। ଚୋର ବେଶ କିଛି ଥର ନିରାଶ ହୋଇ ଫେରିବା ପରେ ସେଦିନ ଜିଦ୍ କଲା, ଆଜି ମୋତେ ଈଶ୍ୱର ଦର୍ଶନର ମାର୍ଗ ନ କହିଲେ ମୁଁ ଏଠୁ ଯିବି ନାହିଁ। ଏହା କହି ସେଠି ବସି ପଡ଼ିଲା। ଚୋରର ଆଗ୍ରହାତିଶଯ୍ୟ ଲକ୍ଷ୍ୟ କରି ସାଧୁ ପରଦିନ ସକାଳେ ଆସିବା ପାଇଁ କହିଥିଲେ। ଚୋର ଠିକ୍ ସମୟରେ ଆସି ପହଞ୍ଚି ଯାଇଥିଲା। ପରଦିନ ସାଧୁ ଅଦୂରରେ ଏକ ପାହାଡ଼ର ଶୀର୍ଷ ଦେଶକୁ ଇଙ୍ଗିତ କରି କହିଥିଲେ, ତୁମକୁ ସେଇ ପାହାଡ଼ର ଶୀର୍ଷକୁ ଯିବାକୁ ପଡ଼ିବ ମୋ ସହ। ସେଠି ପହଞ୍ଚିଲା ପରେ ତୁମକୁ ମୁଁ ମାର୍ଗ ବତାଇ ଦେବି। ହଁ, ତୁମକୁ କିଛି ପଥର ଖଣ୍ଡ ସାଥିରେ ନେଇ ଯିବାକୁ ହେବ। ଚୋର ମନେ ମନେ ଭାବିଲା, ଯଦି କିଛି ପଥର ଖଣ୍ଡ ନେଇ ଶୀର୍ଷକୁ ଯିବାକୁ ପଡ଼ିବ ଓ ଲକ୍ଷ୍ୟ ପ୍ରାପ୍ତି ହେବ, ତେବେ ଏଥିରେ ଅସୁବିଧା କ'ଣ? ଏହା ତ ବେଶ ସହଜ କାମ। 5ଟି ପଥର ଚୋରର ମୁଣ୍ଡରେ ଉପରେ ଲଦି ଦେଇ ସାଧୁ ନିର୍ଦ୍ଦେଶ ଦେଇଥିଲେ ଉଠିବା ନିମନ୍ତେ। କିଛି ବାଟ ମାତ୍ର ଯାଇଛି ଚୋର ବେକରେ ଯନ୍ତ୍ରଣା ଅନୁଭବ କରିଥିଲା। ନିଜ କଷ୍ଟ ସମ୍ପର୍କରେ କହିବା ପରେ ସାଧୁ ଗୋଟିଏ ପଥର ମୁଣ୍ଡରୁ ଖସାଇ ଦେଇଥିଲେ। ଅବଶିଷ୍ଟ ପଥରକୁ ନେଇ ଯିବାରେ ସେହିଭଳି କଷ୍ଟ ଅନୁଭବ ହେବାରୁ ଚୋରର ପ୍ରାର୍ଥନାରେ ସାଧୁ ପୁନଃ ଅନ୍ୟ ଏକ ପଥର ଖସାଇ ଦେଇଥିଲେ ମୁଣ୍ଡ ଉପରୁ। ଚୋର ଯେତେ ଯେତେ ଉପରକୁ ଉଠୁଥାଏ ସେତେ ଅଧିକ କଷ୍ଟ ଅନୁଭବ କରୁଥାଏ। ଏହା ତାର ମୁଖର ଭାବଭଙ୍ଗୀରୁ ସ୍ପଷ୍ଟ ପ୍ରତୀତ ହେଉଥିଲା। ଚୋରଟି ନିଜ କ୍ଲେଶ ସମ୍ପର୍କରେ ବାରମ୍ବାର ସାଧୁକୁ ଅବଗତ କରାଉଥିଲା ଓ ଦୟାର୍ଦ୍ରଚିତ୍ତ ସାଧୁ ଗୋଟିଏ ଲେଖା ପଥର ଖସାଇ ଦେଉଥାନ୍ତି। ଏହି ଭାବରେ 5ଟି ଯାକ ପଥର ଖସାଇ ଦେବା ପରେ ସହଜ ଢଙ୍ଗରେ ଚୋର ଶିଖରରେ ପହଞ୍ଚି ଯାଇଥିଲା। ଶୀର୍ଷରେ ପହଞ୍ଚିବା ପରେ ସାଧୁ କହିଲେ, ଯେତେବେଳେ ତୁମ ମୁଣ୍ଡ ଉପରେ ପଥରର ବୋଝ ଥିଲା, ସେତେବେଳେ ଆରୋହଣ ତୁମ ପାଇଁ କ୍ଲେଶକର ଥିଲା, ଅସମ୍ଭବ ଥିଲା କହିଲେ ଚଳେ। ହେଲେ ପଥରଗୁଡ଼ିକ ଫିଙ୍ଗି ଦେବାରୁ ଏହା ଅତି ସହଜ ହୋଇଗଲା ତୁମ ପାଇଁ। ସେହି ପ୍ରକାରେ ପାପ, ଅନୀତି, ଦୁର୍ନୀତି, ଦୁଷ୍କର୍ମର ବୋଝ ମୁଣ୍ଡରେ ମୁଣ୍ଡାଇ କେହି ଈଶ୍ୱରଙ୍କୁ ପାଇ ନ ପାରେ। ପାପର ବୋଝ ଦୂରୀଭୂତ ନ ହେଲେ ଈଶ୍ୱର ଦର୍ଶନ କିମ୍ବା ତାଙ୍କ ସାନ୍ନିଧ୍ୟ ଲାଭ ଭଳି ପୁଣ୍ୟର କଳସି ମୁଣ୍ଡରେ ରଖିବା ଖାଲି ଅସମ୍ଭବ ନୁହେଁ, ଅକଳ୍ପନୀୟ। ଚୋର ତପସ୍ୱୀଙ୍କ ଭକ୍ତିର ତାତ୍ପର୍ଯ୍ୟ କଥା ବୁଝିପାରି ସେଇଦିନୁ ଚୌର୍ଯ୍ୟବୃତ୍ତି ଛାଡ଼ି ଦେଇଥିଲା ଓ ନିଜ ମତେ ଭଲ ରାସ୍ତାରେ ଯିବା ପାଇଁ ଆରମ୍ଭ କରିଥିଲା। ଏଇଥିରୁ ଆମକୁ ଶିକ୍ଷା ମିଳେ, ଆମେ ସବୁବେଳେ ଆମ ଚେଷ୍ଟା ମତେ, ଆମ ସାଧ୍ୟ ମତେ ସବୁବେଳେ ଅନ୍ୟମାନଙ୍କର ସାହାଯ୍ୟ କରିବା ଦରକାର। ଅନ୍ୟମାନଙ୍କର କାର୍ଯ୍ୟରେ ସାହାଯ୍ୟ କରି ସେମାନଙ୍କ କାର୍ଯ୍ୟକୁ ସହଜ କରିବା ଦରକାର। ଆମେ କେତେବେଳେ ଦୁର୍ନୀତି, ଅନୀତି କରିବା କଥା ନୁହେଁ। ଧନ୍ୟବାଦ।